Students, ଆସ ଆମେ ଆଜି ନେଗେଟିଭ ଶିଖିବା। ନେଗେଟିଭ ମାନେ ହେଉଛି ନାସ୍ତିବାଚକ। ନେଗେଟିଭ କାହାକୁ କୁହାଯାଏ, ନାସ୍ତିବାଚକ କୁହାଯାଏ, କାହାକୁ କୁହାଯାଏ ସାଧାରଣତଃ ଯେଉଁଥିରେ नो, ଯେଉଁ ବାକ୍ୟରେ ଯେଉଁ ସେଣ୍ଟେନ୍ସରେ नो ଥିବ ବା ନଟ୍ ଥିବ ବା ନେଭର ଥିବ, ଏପରିକି ସେଲ୍ଡମ୍ ରେୟାରଲି ହାର୍ଡଲି ଥିବ, ଏହାକୁ ଆମେ ନେଗେଟିଭ କହୁ। ତେଣୁ ଦେଖ, ଆଇ ଗୋ ଏଇଟା ହେଉଛି ଆଫର୍ମେଟିଭ ବା ପଜିଟିଭ ସେଣ୍ଟେନ୍ସ। ତାକୁ ଆମେ ନେଗେଟିଭ କଲେ ତାର ଉତ୍ତର ହେଉଛି ଆଇ ଡୁ ନଟ୍ ଗୋ। ମୁଁ କେମିତି ତାକୁ ବୁଝାଇବି। ହି ଗୋଜ୍ ଆଫର୍ମେଟିଭ, ଯେଉଁଥିରେ ନଟ୍ ନାହିଁ ସେଟା ଆଫର୍ମେଟିଭ ବା ପଜିଟିଭ। ହି ଗୋଜ୍ଟା ହେଉଛି ନେଗେଟିଭରେ ହି ଡଜଣ୍ଟ ଗୋ। ହି ୱେଣ୍ଟ ଆଫର୍ମେଟିଭ ବା ପଜିଟିଭ, ତାର ନେଗେଟିଭ ହେଉଛି ନାସ୍ତିବାଚକ ହେଉଛି ହି ଡିଡଣ୍ଟ ଗୋ। ମନେ ରଖ, ମୁଁ ଏଠି କହିଲି ଡୁ ନଟ୍ ଗୋ, ଡଜଣ୍ଟ ଗୋ, ଡିଡ୍ ନଟ୍ ଗୋ। ତେଣୁ ପୃଥିବୀରେ ଯେତେ ବାକ୍ୟ ଅଛି ଆମେ ସମସ୍ତେ ସବୁକୁ ଯଦି ନେଗେଟିଭ କରିବା, ଯେଉଁଥିରେ ହେଲ୍ପିଂ ଭର୍ବ ନଥିବ, ଆଇ ଗୋରେ ହେଲ୍ପିଂ ଭର୍ବ ନାହିଁ, ତେଣୁ ଆଇ ଅଛି, ଗୋ ଅଛି। ଆଇ ଇଟ୍ ରାଇସ୍, ମୁଁ ଏଇଟା ବର୍ତ୍ତମାନ ଏଇଟାକୁ ସୁନ୍ଦର ଭାବରେ ବୁଝେଇ ଦେଉଛି। ଆଇ ଇଟ୍ ରାଇସ୍, ଆଇ ସବଜେକ୍ଟ, ଇଟ୍ ହେଲା ଭର୍ବ, ରାଇସ୍ ହେଲା ଅବଜେକ୍ଟ। এই ଯେଉଁ ତିନୋଟିରେ ଯେଉଁ ମଝି ପର୍ସନ ଯେଉଁ ଇଟ୍ ହେଲା, ଏଇଟା ହେଉଛି ମେନ୍ ଭର୍ବ, ଏଥିରେ ହେଲ୍ପିଂ ଭର୍ବ ନାହିଁ। ଆମେ ତାକୁ କ'ଣ କଲେ ନା ଆମେ ତାକୁ ଭାଙ୍ଗିବା। ଯେତେ ମେନ୍ ଭର୍ବ ଅଛି ତା ଭାଙ୍ଗିଲେ ତିନୋଟି ହେଲ୍ପିଂ ଭର୍ବ ତାଦେହରୁ ବାହାରେ। ଗୋଟେ ହେଉଛି ଡୁ, ନହେଲେ ଡଜ୍, ନହେଲେ ଡିଡ୍। ଯେଉଁଥିରେ ଏସ୍ ନାହିଁ କି ଇଡି ନାହିଁ ସେଥିରେ ହୁଏ ଡୁ। ଇଟ୍ ହୁଏ ଡୁ ଇଟ୍। ସେ ଡୁ ଇଟ୍ ମଝିରେ ବସେ ନଟ୍, ଆଇ ଡୁ ନଟ୍ ଇଟ୍। କାରଣ ନିୟମ ହେଉଛି ସବୁବେଳେ ହେଲ୍ପିଂ ଭର୍ବ ଆଉ ମେନ୍ ଭର୍ବ ମଝିରେ ନଟ୍ ବସେ। ତେଣୁ ଆଇ ଇଟ୍ ଇଜ୍ ଇକ୍ୱାଲ୍ ଟୁ ଆଇ ଡୁ ଇଟ୍, ହି ଇଟ୍ସ ଇଜ୍ ଇକ୍ୱାଲ୍ ଟୁ ହି ଡଜ୍ ଇଟ୍, ହି ଏଟ୍ ଇଜ୍ ଇକ୍ୱାଲ୍ ଟୁ ହି ଡିଡ୍ ଇଟ୍। ତେଣୁ ସବୁବେଳେ ମନେ ରଖ, ଯେକୌଣସି ମେନ୍ ଭର୍ବକୁ ଭାଙ୍ଗିଲେ ସେଥିରେ ଡୁ, ଡଜ୍, ଡିଡ୍ ହୁଏ। ଯେଉଁଥିରେ ଏସ୍ ଥାଏ ସେଥିରେ ଡଜ୍ ହେବ, ଯେଉଁଥିରେ ପାଷ୍ଟ ଟେନ୍ସ ଥାଏ ଏଡି ଥାଉ ବା ଓନ୍ ଥାଉ ବା ଏଡ୍ ଥାଉ, ପାଷ୍ଟ ଟେନ୍ସ ଥାଉ ଡିଡ୍ ହେବ। ଯେଉଁଥିରେ ନଥାଏ, ଏସ୍ ନଥାଏ କି ପାଷ୍ଟ ଟେନ୍ସ ନଥାଏ, ସେଟା ଡୁ ହୁଏ। ତେଣୁ ଏ ନାସ୍ତିବାଚକ ଏଠି କହିଲି ଏଇଥିପାଇଁ, ଖାଲି ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ପିଲା ପାଇଁ ନୁହେଁ, ବହୁତ ହାଇସ୍କୁଲ ପିଲା ମଧ୍ୟ ଏଟା ଜାଣିପାରିବେ। ଏଇଟା ଗୋଟେ ବହୁତ ଆବଶ୍ୟକ ଜିନିଷ। ବର୍ତ୍ତମାନ କେବଳ ଆମେ ଫୋକସ୍ କରିବା ପିଲାଗୁଡ଼ିକ ଆସ ନେଗେଟିଭ ଉପରେ। ମୁଁ ଏଠି ଲେଖିଲି ଆଇ ଇଟ୍, କାରଣ ମୁଁ ଏଠି ଦେଖିଲି ଏଇଟାକୁ ଲୁଚିକିଣି ତା ଭିତରେ ଡୁ ଅଛି, ଯେଉଁଟାକୁ ମୁଁ ମୋ ଭାଷାରେ କହେ ଡିସଗାଇଜ୍ଡ ହେଲ୍ପିଂ ଭର୍ବ। ଲୁଚିକି ରହିଲା। ନଟ୍ ଇଜ୍ ୟୁଜ୍ଡ ବିଟୱିନ୍ ହେଲ୍ପିଂ ଭର୍ବ ଆଣ୍ଡ ମେନ୍ ଭର୍ବ। এটা হেল্পিং ভর্ব, এটা মেন ভর্ব। তেমন এক্সাম্পল, হি ইজ গোয়িং, এটা হচ্ছে হেল্পিং ভর্ব, এটা হচ্ছে মেন ভর্ব। তেমন এই যে ইজ ଆଉ গোয়িং ভিতরে আমি নট বসাইଦେଲେ। এটা আউথরে মনে রখ যে হেল্পিং ভর্ব ଆଉ মেନ୍ ଭର୍ବ ମଝିରେ ସବୁବେଳେ ନଟ୍ ବସେ। ତେଣୁ ଆଉଥରେ ମୁଁ କହି ରଖୁଛି ଯେ ଏଠି ମୁଁ ଲେଖିଲି, ଏଇଟାକୁ ଭଲ ଭାବରେ ତମେ ଲେଖ। ମୁଁ ତା ଭିତରେ ଆଉ ଗୋଟେ ତମକୁ ସାଧାରଣତଃ ଜିନିଷ ବୁଝେଇ ଦେଉଛି ଯେ ବର୍ତ୍ତମାନ ଏଠି ଲେଖା ହେଲା ହି ଇଟ୍ସ। ମୁଁ କହିଥିଲି ଏଇଥିପାଇଁ ଯେ ଏଟାକୁ ଲେଖିନି ନଟ୍ ଇଜ୍ ୟୁଜ୍ଡ ବିଟୱିନ୍ ହେଲ୍ପିଂ ଭର୍ବ ଆଣ୍ଡ ମେନ୍ ଭର୍ବ। ହେଲ୍ପିଂ ଭର୍ବ ମାନେ ଅକ୍ସିଲାରି ଭର୍ବ ବା ସାହାଯ୍ୟକାରୀ କ୍ରିୟା, ମେନ୍ ଭର୍ବ ହେଲା ପ୍ରିନ୍ସିପାଲ ଭର୍ବ ବା ମେନ୍ ଭର୍ବ। ଏଠି ବର୍ତ୍ତମାନ ଯେତେବେଳେ ଲେଖିଲି ହି ଇଟ୍ସ ଲେଖିଲି, ଏଥିରେ ଯଦି ଏସ୍ ନଥାନ୍ତା ଡୁ ହେଇଥାନ୍ତା। ଯଦି ଏସ୍ ଅଛି ଅଟୋମେଟିକାଲି ଏଇଟା ଡଜ୍ ହେବ ଏବଂ ହି ରହିଲା, ଏଇଟା ଇଟ୍ ରହିଲା। କାରଣ ଏଠି ଯେତେବେଳେ ଆମେ ଡଜ୍ ନେଇଆଇଲେ ଏଠି ଇଟ୍ସ ହେଲା। ମୁଁ ଯେତେବେଳେ କାହିଁକି କହୁଛି ଏଟାକୁ ଭଲ ଭାବରେ ମନେ ରଖ ଯେ ଇଟ୍ସ ଇଜ୍ ଇକ୍ୱାଲ୍ ଟୁ ଡଜ୍ ପ୍ଲସ୍ ଇଟ୍। ତେଣୁ ଆମେ ଯେତେବେଳେ ବା ଆମେ ଏମିତି ଲେଖିପାରିବା ଡଜ୍ ପ୍ଲସ୍ ଇଟ୍ ଇଜ୍ ଇକ୍ୱାଲ୍ ଟୁ ଇଟ୍ସ ହେଲା। ଯେତେବେଳେ ଆମେ ଇଟ୍ସରୁ ଡଜ୍କୁ ନେଇଗଲେ ଏଠି ରହିଲା ଇଟ୍। ଏମିତି ଆମେ ଇଏ କରିପାରିବା ଯେ ଇଟ୍ସ ମାଇନସ୍ ଡଜ୍ ଇଜ୍ ଇକ୍ୱାଲ୍ ଟୁ ଇଟ୍ বা ডজ প্লସ୍ ইଟ୍ ଇଜ୍ ଇକ୍ୱାଲ୍ ଟୁ ଇଟ୍ସ ହେଲା। ତେଣୁ ଆଉ ଗୋଟେ ଜିନିଷ ମୁଁ ଏଠି ବର୍ତ୍ତମାନ କହିଦେଉଛି ଯେ ଯେଉଁଠି ପାଷ୍ଟ ଟେନ୍ସରେ ଥିବ ହି ଏଟ୍ ହେଲା, ସେଠି ହେବ ହି ଡିଡ୍, ଏଠି ଇଟ୍ ରହିଲା। ଏଇଟାକୁ ଲେଖ, ମୁଁ ତୁମକୁ ବୁଝେଇ ଦେଉଛି। ଦେଖ, ହି ଏଟ୍ ହେଲା ହି ଡିଡ୍ ଇଟ୍, ଆନ୍ସର ହେଲା ଏଥିରେ ହି ଡିଡ୍ ନଟ୍ ଇଟ୍। ତାହେଲେ ମନେ ରଖ, ପାଷ୍ଟ ଟେନ୍ସ ମାନେ ହେଲା ସବୁବେଳେ ଡିଡ୍। ଆମେ ଅକ୍ସିଲାରି ହେଲ୍ପିଂ ଭର୍ବ ପାଇଗଲେ, ହି ଡିଡ୍ ନଟ୍ ଇଟ୍ ହେଲା। ହି ଇଟ୍ସ, ଏଥିରେ ଏସ୍ ଅଛି, ତେଣୁ ଡଜ୍ରେ ବି ଏସ୍ ଅଛି, ତେଣୁ ଆମେ ଆନ୍ସର କଲେ ହି ଡଜ୍ ନଟ୍ ଇଟ୍ ହେଲା।
ଏଠି ଆଉ ଗୋଟେ କଥା ମୁଁ କହି ରଖୁଛି ଯେ ଯଦି he does it ଥାଏ ବହୁତ ପିଲା କ'ଣ କରନ୍ତି ସେ ଦେଖିଦେଲେ ଡଜଟି ଅଛି ବା ଡୁଟା ଅଛି ବା ଡିଟା ଅଛି ସେ କରିଦେଲେ he does not eat କହିଥିଲି ନଟ୍ଟା ସବୁବେଳେ ହେଲ୍ପିଂ ଭର୍ବ ଏଠି ମେନ୍ ଭର୍ବ ତ ନାହିଁ ତେଣୁ ବାକ୍ୟଟି ଟୋଟାଲ ଭୁଲ ଏ ବାକ୍ୟଟି ଟୋଟାଲ ଭୁଲ ହେଲା ତେଣୁ ଏଇଟା କ'ଣ କରିବାକୁ ପଡ଼ିବ ନା ଏ ବାକ୍ୟ ଏମିତି ହେବ ନାହିଁ ହି ଡଜ୍ ନଟ୍ ଇଟ୍ ହେବ ନାହିଁ ଏଠି ହେବ ଏଟାକୁ ଦେଖିବା ୟାକୁ ଭାଙ୍ଗିଲେ କ'ଣ ହେବ ଯଦି ଗୋ ଯେଉଁ ଭାଙ୍ଗିଲେ ଡଜ୍ ଗୋ ହୁଏ ଏଟା ଡଜ୍ ଡୁ ଇଟ୍ ହେବ କାହିଁକି ନା ଡଜ୍ ପ୍ଲସ୍ ଡୁ is equal to does. Does plus do is equal to goes. ଯେମିତି does plus go is equal to goes. Does plus do is equal to does. ତେଣୁ ବର୍ତ୍ତମାନ ନେଗେଟିଭ କରିବା he does not ମୁଁ କହିଥିଲି ଏଟା ହେଲ୍ପିଂ ଭର୍ବ ଏଟା ମେନ୍ ଭର୍ବ ଭିତରେ ବହୁତ ସମୟରେ କ୍ୱେଶ୍ଚିନ୍ ଆସେ he does the shopping ସେଠି does the shopping does ଗୋଟିଏ ଭର୍ବ ରହିଛି ଯଦି ଗୋଟିଏ ପାଖରେ ଗୋଟିଏ ଭର୍ବ ଥାଏ ସେଟା ହେଉଛି ମେନ୍ ଭର୍ବ ମନେ ରଖିଥା I do it ଗୋଟିଏ ଅଛି ଏଟା ମେନ୍ ଭର୍ବ ତେଣୁ ତାକୁ ନେଗେଟିଭ କଲେ I do not do it he does it he doesn't do it he does the shopping he does not do the shopping ଏଠି ସବୁବେଳେ I does not do ହେଲା ଯଦି ସେଭଳି ଭାବରେ ମୁଁ ଏଠି ଲେଖେ I did the repairing ମନେ କରଲା ଏଠି ଯେହେତୁ did ଗୋଟାଏ ଭର୍ବ ଅଛି ଆମକୁ ଭାଙ୍ଗିବାକୁ ପଡ଼ିବ did I did do ଯାହା ରହିଲା ତାକୁ ନେଗେଟିଭ କଲେ ଆମେ ହେଲା I did not do the repairing ହେଲା ଏଇଟାକୁ ମାନେ ସୁନ୍ଦର ଭାବରେ ତୁମେ ଲେଖି ରଖ ଯଦି ଗୋଟିଏ ବାକ୍ୟରେ ଗୋଟିଏ ଭର୍ବ ଥାଏ ସେଟା ମେନ୍ ଭର୍ବ ସେ ବାକ୍ୟଟାକୁ ଭାଙ୍ଗିବାକୁ ପଡ଼ିବ ତେଣୁ ଡଜ୍ ଡୁ ହେଲା ମୁଁ ଲେଖିଦେଲି ଡଜ୍ ଡୁ ଇଜ୍ ଇକ୍ୱାଲ୍ ଟୁ ଡଜ୍ ହେଲା ଡିଡ୍ ଥାଏ ଡିଡ୍ ଡୁ ଇଜ୍ ଇକ୍ୱାଲ୍ ଟୁ ଡିଡ୍ ହେବ ଏଟାକୁ ସୁନ୍ଦର ଭାବରେ ଲେଖ ମୁଁ ଆଉ ଥରେ ତାର ଏକ୍ସପ୍ଲାନେସନ୍ ତୁମକୁ ଦେଉଛି ଆଉ ଗୋଟେ ଟାଇପ୍ର 2 ଦିନ ତଳେ ଗୋଟେ ପିଲାକୁ ମୁଁ ପ୍ରଶ୍ନ ଦେଲି ହି ହଟ୍ ମି ସେ ତାର ଆନ୍ସର କଲା ଯେମିତି ହି ଡୁ ନଟ୍ ହଟ୍ ବୋଲି ସେ କଲା ହି ପାଖରେ କ'ଣ ଡୁ ବସେ ହି ପାଖରେ କ'ଣ ହଟ୍ ବସେ ତେଣୁ ହଟ୍ଟା କାହିଁକି ଏଠି ବସିଲା ପ୍ରଶ୍ନ ତ ଭୁଲ ଦିଆହେନି ତେଣୁ ହଟ୍ର ପାଷ୍ଟ ଟେନ୍ସ ହେଉଛି ଏଠି ହଟ୍ ତେଣୁ ଏଇଟା ପାଷ୍ଟ ଟେନ୍ସରେ ଅଛି ଯଦି ପାଷ୍ଟ ଟେନ୍ସ ସବୁବେଳେ କହିଛି ପାଷ୍ଟ ଟେନ୍ସକୁ ଭାଙ୍ଗିଲେ ଡିଡ୍ ହେବ ପ୍ଲେଟ୍ को भांगिले डीड डांस टू भांगिले डीड सॉन्ग को भांगिले डीड ए टू भांगिले डीड एटी हम हेल्पिंग वर्ब पाई गेले एटी मेन वर्ब पाई गेले तीनटा को मझे कले तेणु नेगेटिव करिवार होची सब्जेक्ट हेल्पिंग वर्ब तापर नॉट तापर एटा होची मेन वर्ब वर्तमान मु तुमको जो जिनस शिखेली मु आपातत सब जेମିତି ଆମେ ଆଫର୍ମେଟିଭ ନେଗେଟିଭ କଲେ ମୁଁ ପ୍ରାୟତଃ ସବୁଗୁଡ଼ିକ ଆଇ ଇଟ୍ ରାଇସ୍ ହି ପ୍ଲେଜ୍ ବଲ୍ ये समस्त ମୁଁ ଡେକ୍ଲାରେଟିଭ୍ ସେଣ୍ଟେନ୍ସ ମୁଁ କହି ଯେଉଁଥିରେ ମୂଳରେ ସବଜେକ୍ଟ ଥାଏ ଆଇ ଇଟ୍ ରାଇସ୍ ହେଲା ଡେକ୍ଲାରେଟିଭ୍ ସେଣ୍ଟେନ୍ସ ହି ଗୋଜ୍ ଦେୟାର ହି ପ୍ଲେଜ୍ ବଲ୍ ବର୍ତ୍ତମାନ ଆଉ ଏଇଟାକୁ ମୁଁ ଥରେ ମନେ ରଖ ଆଉ ଥରେ ବି କହିଦେଉଛି ଯେତେ ମେନ୍ ଭର୍ବ ଭାଙ୍ଗିଲେ ପୃଥିବୀରେ ସବୁଥିରେ ଡୁ ଡଜ୍ ଡିଡ୍ ହେବ ତେଣୁ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ଏ କ୍ୱେଶ୍ଚିନ୍ଟି ମଧ୍ୟ ବହୁତ କ୍ରିଟିକାଲ କ୍ୱେଶ୍ଚିନ୍ ହି ହଟ୍ ମି ହି ବିଟ୍ ମି ଏଇଟା ଡିଡ୍ ନଟ୍ ବିଟ୍ ମି ହେବ ଏବଂ ଆଇ ଡୁ ଇଟ୍ ଆଇ ଡୁ ନଟ୍ ଡୁ ହେବ ହି ଡଜ୍ ଦି ସପିଂ ହି ଡଜ୍ ନଟ୍ ଡୁ ଦି ସପିଂ ହେବ ଏଟାକୁ ସୁନ୍ଦର ଭାବରେ ତୁମେ ଲେଖ ପରିଷ୍କାର ଭାବରେ ଲେଖ ଏବଂ ପ୍ରାକ୍ଟିସ୍ କର କାରଣ ନେଗେଟିଭ୍ ଏତେ ମାତ୍ରାରେ ଆବଶ୍ୟକତା ଅଛି ତୁମେ ଯଦି କୌଣସି ସମୟରେ କୌଣସି ଜାଗାରେ ଟ୍ରାଭେଲ୍ ବି କରୁଥିବ ତୁମେ କୌଣସି ଜିନିଷ ଚାହୁଁନଥିବ ତୁମକୁ ଜଣେ ଯଦି ପଚାରେ ଡୁ ୟୁ ୱାଣ୍ଟ କଫି ବା ଇଜ୍ ଦିସ୍ ପେପର୍ ୟୁଅର୍ସ ବୋଲି କୁହାଯାଏ ତୁମେ ତାକୁ କହିପାରିବନି ଦିସ୍ ପେପର୍ ଇଜ୍ ନଟ୍ ମାଇନ୍ डू यू वांट टी तुम कहीपर आई डू नॉट वांट टी कारण नेगेटिव प्रैक्टिस दरकार सब कन्वर्सेशन रे कन्भू कहती दरकार एवं डेली लाइफ रे नेगेटिविटी बहुत मात्रा आवश्यकता लिखि बर्तमान डेक्लारेटिव सरला डेक्लारेटिव माने मूल सब्जेक्ट थी आई इट राइज गोज देयर बर्तमान इंपेरेटिव सेंटेंस करबा मु इंपेरेटिव सेंटेंस नेगेटिव करिया पूर्व आउ थरे मु तुम कहि रखुची जो वाक्यर मूलरे मेन भर्ब थिबो मूलरे प्लीज थिबो मूलरे काइंडली थिबो मूलरे लेट थिबो लेट अस गो लेट मी गो लेट अस प्ले बॉल लेट हिम गो देयर सिट डाउन
एटा को आम इम्पेरेटिव सेंटेंस कहू एवं तार आंसर जो है सेटा मध्य इम्पेरेटिव केमती कौन इम्पेरेटिव है ना मु कही रखे जो इंग्राजी शब्द को ओडिया कले शेष में बा थाए ताहाकू मेन वर्ब कहा जाए एथिरे बा रहिला सिट डाउन सीट माने बसी बा एथिरे मध्य बा रहिला तेणु ये वाक्यर मूल में मेन वर्ब रोची जो मेन वर्ब रोची किसी दरकार नहीं अति साधारण भाव में तुम सीधा डू नॉट लगे डू नॉट ओपन द डोर एटा मैं कही दूसरी डू नॉट सिट डाउन ये जोटा लेटेस्ट गो थिला एटा दी प्रकार हे परिबो डू नॉट let us go or let us not go केवल एटा let us not go हे परिबो एटा को मन रख इंपेरेटिव सेंटेंस मूल में मेन वर्ब थिबो मूल में प्लीज थिबो मूल में काइंडली थिबो प्लीज गो देयर प्लीज कम हियर काइंडली सिट डाउन काइंडली स्टैंड अप let us go shut the door इत्यादि इत्यादि मो बर्तन आउ गोटे जिनिस लिखि दउची तुम एकातर लिखि नियो त घरे प्रैक्टिस करिवो जे मेन वर्ब टा जो आमे लिखिले तार स्ट्रक्चर कोन देखो सीओ एनएस वाक्य एस थिबो ईएस थिबो क्राइज आईएस थिबो इडी थिबो आईएनजी थिबो म केडा लिखिले 1 2 3 4 5 साधारणतः जेनेराली मेन वर्ब शेष में एस ईएस आईएस एडे आईन दिले किंतु सब जदि आमे धरि नबा किछि किछि व्यतिक्रम थाए एक्सेप्शन थाए आमे कह जे कोनी वाक्यर शेष में आईएनजी थिबो सेटा तमरो मेन वर्ब हो हम देखिबा एटा हबो कि नै ए वर्ड शेष में भी आईएनजी अछि किंतु एटा नुहे काहे कि नुहे ना एटा काहे कि ना प्लेइंग माइनस आईएनजी इक्वल टू कौन प्ले प्लेयर ओडिया कौन खेलिबा शेष में बा रहा मेन वर्ब बर्तमान आम लिखिले किंग माइनस आईएनजी इक्वल टू के रो माने किछि नाही तेणु किंग टी केबे मेन वर्ब न ताल कोन जहा जदि सेटा मेन वर्ब न सेटा कंप्लीटली नाउन काहे कि नाउन हम कहिछि जे माई किंग जोटा माई पर आम बसई पार से सब नाउन बा विशेष पद माई सार्ट माई हैंड माई चक माई नॉलेज माई विलेज माई कंट्री तेणु ये जोटा मेन वर्ब आईएनजी थाई कि जदि से मेन वर्ब न हुए से नाउन एवं कहीं नुहे आम माइनस कर देखले प्लेइंग रु आईएनजी नहीं गले प्लेयर ओडिया एटा वर्ब है प्लेयर ओडिया खेलवा किंग रु एटा नुहे एटा को भल मन रख 5टी रोचे सब मन रख जे नट रही भाव हुए घरे प्राक्ट कर सुंदर प्राक्ट कर और ये जिन कौन बही तुम पाइबनी मुझे थे कही गवेषणा भित्तिक यहाँ मोर मानने अनुभूति मुझे बहुत कथा कही वीडियो को प्राक्ट कर तापर आसो पंचम षष्ठ सप्तम अष्टम और हायर क्लास दरकार।